ମାନେ ମୁଁ ବହୁତ ବ୍ଲେସ୍ଡ କି ଏମିତି ଫ୍ୟାମିଲି ପାଇଛି। ଏ କଥା କାହିଁକି କହୁଛି ଆପଣ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେ ଜାଣିପାରିବେ। ଆଉ ଚେୟାର ଉପରେ ଯିଏ ବସିଛନ୍ତି ସିଏ ହେଉଛନ୍ତି ମୋ ପିଉସୀ। ଆଉ ଆଜି ବାହାରେ ଏତେ ବର୍ଷା ସତ୍ତ୍ୱେ ସିଏ ମୋ ଘରେ ଆସିକି ପହଞ୍ଚିଛି ସକାଳୁ ସକାଳୁ। ଆଉ ସାଙ୍ଗରେ କ'ଣ ସବୁ ନେଇକି ଆସିଛି ଦେଖନ୍ତୁ। ତାର ବାଡ଼ି ସଜନା ଶାଗ, କଖାରୁ, ଲେମ୍ବୁ, କଞ୍ଚା ଲଙ୍କା। ତ ବୋଉ ତାକୁ କହୁଥିଲା ଲଙ୍କା କାହିଁକି ଆଣିଲୁ ବୋଲି, ଯେହେତୁ ଏଇଟା ତା ବୋଉର ବାପଘର ଲଙ୍କା, ସିଏ ଭାଉଜ ଯିଏ ପଠେଇଛନ୍ତି ଆମ ପାଇଁ। ଆଉ ବୋଉ କହୁଥିଲା ଲଙ୍କା ଆଣିଲେ କୁଆଡ଼େ ସମ୍ପର୍କ ଭାଙ୍ଗିଯାଏ। ତ ମୋତେ ତ ଏ ଜିନିଷରେ ବହୁତ ବିଶ୍ୱାସ ନାହିଁ, କାହିଁକି ନା କୌଣସି ଜିନିଷ କ'ଣ କେବେ କେଉଁ ସମ୍ପର୍କକୁ ଭାଙ୍ଗି ପାରିବ। ତ ଏ ସାଥିରେ ଯେଉଁ ତାଳପତ୍ରଟା ଆଣିଛି କ'ଣ ପାଇଁ, ସେଇଟା ମୁଁ ଆପଣଙ୍କୁ ଟିକେ ପରେ ଆପଣମାନେ ଜାଣିପାରିବେ କ'ଣ ପାଇଁ ସବୁ ନେଇକି ଆସିଛି। ଏଇଟା ଦେଖନ୍ତୁ, ସିଏ ପିଠଉ ବଟା ହେଇକି, ପିଠଉ ସିଏ ଘରୁ ପୁରା ବାଟିକି ଆଣିଛି, ତା ସହିତ ଆଣିଛି ତାଳ। ଏଇଟା ତାଳର ସିଜିନ୍। ଆଉ ମୋ ଦେଇ ବହୁତ ଭଲ ପିଠା ପଣା ଆଚାର ସବୁଥିରେ ସେ ସବୁ କିଛି ଆଉ ବହୁତ ଭଲସେ ସେ ଜାଣିଛି। ତ ସେଥିପାଇଁ ସିଏ ପିଠା ଘରୁ ନ କରିକି, ଯେହେତୁ ଗରମ ଗରମ କରିକି ଦେବ ବୋଲି ଆମକୁ, ସେ ତାଳ ଚାଉଳ ସବୁ ଚୁନା ବାଟିକି ଆଣିଛି, ତା ସହିତ ତା ତାୱା ବି ମଧ୍ୟ ଆଣିଛି। ତ ସେ ସେଇଥିପାଇଁ ତାଳପତ୍ର ନେଇକି ଆସିଛି, ସେଥିରେ ପିଠାଟାକୁ ମାନେ ପିଠା କରିବ ବୋଲି ନେଇକି ଆସିଛି। ତ ପ୍ରଥମ ପିଠା ମୁଁ ନେଇକି ବାଡ଼ିରେ ଦେଇଦେଲି। ଆଉ ଇଏ ହେଲା ମୋର ପ୍ରଥମ ପିଉସୀ, ତାପରେ ମୋ ବାପା, ତାପରେ ମୋର ସାନ ପିଉସୀ। ତ ମାନେ ସେମାନେ ଭାଇ ଭଉଣୀ 3 ଜଣ। ଆଉ ବାପା ଯିବାର ଏଠି 3 ବର୍ଷ ହେଇଗଲାଣି, କିନ୍ତୁ ମୋ ପିଇସୀମାନଙ୍କ ସହିତ ଆମର ସମ୍ପର୍କ ସେମିତି ହିଁ ଅଛି। ଗୋଟେ ଆମେ ଯାହା ବି ହେଉଯାଉ, ଆମ ପାଇଁ ଆମ ସମ୍ପର୍କ ବହୁତ ଆଗରେ। ତ ଦେଖନ୍ତୁ, ଏଠି ଦେଇ ମୋତେ ପିଠା କରିକି ଦେଉଛି, ଆଉ ବୋଉ ଶାଗ ବାଛିବାରେ ଲାଗିଗଲାଣି। ତ ମୁଁ ଏଠି ଖାଇକି, ଯେହେତୁ ଆମର ଡିଷ୍ଟ୍ରିକ୍ଟରେ ଆଜି ବର୍ଷା ଯୋଗୁଁ ସ୍କୁଲ ଛୁଟି, କିନ୍ତୁ ଟିଚରମାନଙ୍କ ପାଇଁ ତ ଛୁଟି ନୁହଁ। ତ ମୋତେ ଦେଇ ଗରମ ଗରମ ପିଠା କରିକି ଦେଲା, ଆଉ ମୁଁ ଖାଇକି ବାହାରି ପଡ଼ିଲି ସ୍କୁଲ। ତ ଏମିତି ସେଥିପାଇଁ ମୁଁ ଭାବେ କି ମୁଁ ବହୁତ ବ୍ଲେସ୍ଡ ଏମିତି ଫ୍ୟାମିଲି ପାଇଛି।